ନନ୍ଦିଆ ବ୍ଲକର ଦେଝର ଗାଁର ତାରିଣୀ ମନ୍ଦିର ଆଗରେ ଦେଖାଗଲା ଜଣେ ସ୍ତ୍ରୀ ଲୋକଙ୍କର ଶରୀରରେ ମା ତାରିଣୀ ଭର କରିଛି। ପୂର୍ବରୁ ମୁଁ ଗୋଟେ ଭିଡ଼ିଓ ପୋଷ୍ଟ କରିଥିଲି ଏଇ ମନ୍ଦିରକୁ ନେଇକିରି ମା ଆଖିରେ ଲୁହ ବୋଲିକିରି ସେ ଭିଡ଼ିଓଟା ପୋଷ୍ଟ କରିଥିଲି, ଯେଉଁଥିରେ ମାଆକୁ ପଦାରେ ରଖାହେଇଥିଲା। ସେଥିପାଇଁ ମା ଭିତରେ ଯିବାକୁ ମା ଆଖିରେ ଲୁହ ବାହାରିଥିଲା। ଠିକ୍ ସେଇ ଜାଗାକୁ ଆଜି ଦେଖାଗଲା ଏଇ ସ୍ତ୍ରୀ ଲୋକଙ୍କର ଶରୀରରେ ମା ତାରିଣୀ ଭର କରିଛନ୍ତି। ଏଇ ଗାଁରେ ସେଇ ସ୍ତ୍ରୀ ଲୋକଙ୍କ ଘର ନୁହଁ, ସାଇଡ଼ ଗାଁରେ ଘର। ସେଇ ଗାଁରେ ବସି ତା ଦେହରେ ମା ଭର ହେଲେ ସେ ଦୌଡ଼ି ଦୌଡ଼ି ଆସିକିରି ଏଇଠି ମନ୍ଦିର ଆଗରେ ଘୋଡ଼ା ଉପରେ ବସିଗଲେ, ନିଜକୁ ମା ତାରିଣୀ ବୋଲି ପରିଚୟ ଦେଉଛନ୍ତି। ସେୟା ଦେଖିକିରି ସେଇ ଗାଁର ଲୋକ କିଛି ଏକାଠି ହେଇଛନ୍ତି ଏବଂ ମାଆକୁ ହାତ ଜୋର କରିକିରି ନିଜର ଦୁଃଖ କଷ୍ଟ କଥା ଜଣାଉଛନ୍ତି। ମା ବି ତାଙ୍କର ଉତ୍ତର ଦେଉଛନ୍ତି, ତାଙ୍କର ନିରାମୟ କେମିତି ହେବ ସେଇ ବ୍ୟବସ୍ଥା କରୁଛନ୍ତି। ଏଟା ଗୋଟେ ପ୍ରତ୍ୟକ୍ଷ ଠାକୁର, ତାର ବି ଆଜି ଗୋଟେ ଦୃଷ୍ଟାନ୍ତ ଏଠି ଦେଖାଗଲା। এইটা সেই পুরোনা ভিডিওর গোটে স্কিপ। ভিডিওটিকে শেয়ার করন্তু। মা তারিণী আপনাকে মঙ্গল করবে।